ବିଶ୍ୱଜିତ୍ର ବାହାଘର ବେଶ୍ ଆଡ଼ମ୍ବର ସହିତ ସମାହିତ ହୋଇଗଲା। ବାପା ରାମନାଥ ବାବୁ ଓ ବୋଉ ଜ୍ୟୋତ୍ସ୍ନା ଦେବୀ ବହୁତ ଆନନ୍ଦିତ। ତାଙ୍କର ସୁଯୋଗ୍ୟ ପୁଅ ବିଶ୍ୱଜିତ୍ ଖୁବ୍ ଭଲ ପାଠ ପଢ଼ୁଥିଲା। ଯୁକ୍ତ 2 ପରେ ଇଞ୍ଜିନିୟରିଂ ଓ ମେଡ଼ିକାଲରେ ଭଲ ର୍ୟାଙ୍କ ରଖିଥିଲା, ହେଲେ ଗଲା ନାହିଁ। ଯୁକ୍ତ 3ରେ ନାଁ ଲେଖାଇଲା। ବାପା ବୋଉଙ୍କୁ କହିଲା ରୁରାଲ ମ୍ୟାନେଜମେଣ୍ଟ କରି ଗାଁ ଗଣ୍ଡାରେ ଲୋକଙ୍କ ପାଇଁ କାମ କରିବ। ବାପା ବୋଉ କହିଲେ ତୋ ଇଚ୍ଛା। ମେଡ଼ିକାଲ ଇଞ୍ଜିନିୟରିଂ ଛାଡ଼ିଥିବାର ଅଫସୋସ ବାପାଙ୍କ ମନରୁ ପୂରାପୂରି ଦୂର ନହେଲେ ମଧ୍ୟ ବହୁତ କମି ଯାଇଥିଲା। ସେ ସେଥିରେ ମଧ୍ୟ ବହୁତ ଭଲ କଲା। ପରୀକ୍ଷା ଫଳ ବାହାରୁ ବାହାରୁ ସେ ଏକ ନାମକରା ଏନଜିଓରେ ପ୍ରକଳ୍ପ ସଂଯୋଜକ ଚାକିରି ପାଇଗଲା। ହେଡ୍ ଅଫିସ ବାପା ଚାକିରି କରିଥିବା ରାଜଧାନୀ ସହରରେ। କାମ ନିରୀକ୍ଷଣ ପାଇଁ ଆବଶ୍ୟକ ମତେ ଗାଁ ଗଣ୍ଡାକୁ ଯିବାକୁ ପଡ଼ିଥାଏ। ଆଉ ତ ପାଠପଢ଼ା ନାହିଁ। ପୁଅର ବାହାଘର ପାଇଁ ବୋଉ ଜିଗର ଲଗେଇଲା। ବାପା ତାଙ୍କ ବନ୍ଧୁମାନଙ୍କୁ ବିଶ୍ୱଜିତ୍ର ବାହାଘର କଥା କହିଲେ। ସହଜରେ ପ୍ରସ୍ତାବ ପଡ଼ିଲା ଓ ବାହାଘର ଠିକ୍ ହୋଇଗଲା। ତାଙ୍କ ଅଫିସର ଜଣେ ସହକର୍ମୀଙ୍କ ଶଳାର ଝିଅ। ଦେଖିବାକୁ ଅତି ସୁନ୍ଦର। ବିଏସି ପାସ୍ କରିଛି। ଆଉ ଜାତକ ଯୌତୁକ କଥା ଉଠିଲା ନାହିଁ। ଏମିତି ଦେଖା ଚାହାଁ ପରେ ବାହାଘର ଠିକ୍ ହୋଇଗଲା। ଯଥା ସମୟରେ ବାହାଘର ହୋଇଗଲା। କାଲି ଗଲା ବାହାଘର। ଆଜି ଦ୍ୱିତୀୟ ଦିନ। ଆଉ ଦିନେ ଛାଡ଼ି ଚତୁର୍ଥୀ ଓ ପ୍ରୀତି ଭୋଜନ। ଆଗରୁ ଗୋଟିଏ ମଣ୍ଡପ ଠିକ୍ ହୋଇସାରିଛି। ରୋଷେୟା, ଟେଣ୍ଟ ହାଉସ୍ ସବୁ ଠିକ୍ ହୋଇସାରିଛି। ରାମନାଥ ବାବୁଙ୍କ ବନ୍ଧୁମାନେ ଏବଂ ବିଶ୍ୱଜିତ୍ର ସହପାଠୀମାନେ ଖୁବ୍ ଆଗ୍ରହର ସହିତ ଲାଗି ଯାଇଛନ୍ତି ରିସେପସନ ଜାକଜମକରେ କରିବେ। ବୋହୂର ପୋଷାକ ରାମନାଥ ବାବୁ ଓ ଜ୍ୟୋତ୍ସ୍ନା ଦେବୀ ଆଗରୁ କିଣି ସାରିଛନ୍ତି। ନିଜ ପାଇଁ ପୋଷାକ କିଣିବାର ଦାୟିତ୍ୱ ଦେଇଥାନ୍ତି ବିଶ୍ୱଜିତକୁ। ସେ ତା ବାଇକ୍ ନେଇ ଯାଇଥାଏ ସବୁଠାରୁ ନାମଜାଦା ମଲକୁ। କେତେଜଣ ବନ୍ଧୁଙ୍କୁ ବି ଡାକିଥାଏ ସେଠିକି ଆସିବାକୁ। ବହୁ ବଛାବଛି ପରେ ତା ପାଇଁ ପୋଷାକ କିଣାଗଲା। ଜଣେ ବନ୍ଧୁ କହିଲା ତୁ ପୁରା ଜଳିବୁ ଏ ପୋଷାକରେ। ଅନ୍ୟ ଜଣେ କହିଲା ଏ ଡ୍ରେସରେ ତତେ ଦେଖି ଭାଉଜଙ୍କ ଇଚ୍ଛା ହବ ଆଉଥରେ ବାହା ହବା ପାଇଁ। ତାପରେ ସେମାନେ ଲସି ପିଇଲେ। ଲେନ୍ରୁ ବାହାରି ଏନ୍ଏଚରେ ପଶୁ ପଶୁ ଟ୍ରକଟିଏ ପିଟି ହୋଇଗଲା। ବିଶ୍ୱଜିତ୍ ଛିଟିକି ପଡ଼ିଲା କିଛି ଦୂରକୁ। ବନ୍ଧୁମାନେ ତାକୁ ନେଇଗଲେ ପାଖ ନର୍ସିଂ ହୋମକୁ। ଡାକ୍ତର ପରୀକ୍ଷା କରି କହିଲେ ସରି। ଡାକ୍ତରଙ୍କ ଏପରି କଥା ଶୁଣି ସିଦ୍ଧାନ୍ତ ଭୋ କରି କାନ୍ଦି ଉଠିଲା। ହି ରହ, ଏହା କାନ୍ଦିବାର ସମୟ ନୁହେଁ। ଏଇଠୁ ବହୁତ ଝାମେଲା ଆରମ୍ଭ ହେଲା। ପୋଲିସକୁ ଖବର, ମଉସାଙ୍କୁ ଖବର, ପୋଷ୍ଟମର୍ଟମ, ଡେଡ୍ବଡିକୁ ତାଙ୍କ ଘରକୁ ନବା। ସେଠି ତ ଯାହା ହବ, ପୁଣି ସ୍ୱର୍ଗଦ୍ୱାର ନେଇ ଦାହ କରିବା। ତେବେ ଠିକ୍ ହେଲା, ବର୍ତ୍ତମାନ ମଉସାଙ୍କୁ ଖବର ଦିଆଯିବ ନାହିଁ। ପୋଲିସ ଧନ୍ଦା ପରେ ପୋଷ୍ଟମର୍ଟମ ପାଇଁ ସରକାରୀ ଡାକ୍ତରଖାନାରେ ପହଞ୍ଚିଲା କ୍ଷଣି ତାକୁ ଡକାଯିବ। କିମ୍ବା ପୋଲିସ ଯଦି ବାଧ୍ୟ କରିବ ତେବେ ଏଇଠି ବି। ନର୍ସିଂହୋମ ତରଫରୁ ପୋଲିସକୁ ଖବର ଦିଆଗଲା। ସେମାନେ ସଙ୍ଗେ ସଙ୍ଗେ ଜଣକୁ ପଠାଇଲେ। ଆକ୍ସିଡେଣ୍ଟର ଟିକିନିକି ବିବରଣୀ ସେ ସଂଗ୍ରହ କଲେ। ଡାକ୍ତରଙ୍କ ରିପୋର୍ଟ ନେଲା ପରେ ପୋଷ୍ଟମର୍ଟମ ପାଇଁ ଡେଡ୍ବଡି ନେବାକୁ କହିଲେ। ସେମାନେ ଗାଡ଼ିଟିଏ ଡକେଇଲେ। ଗାଡ଼ିରେ ଡେଡ୍ବଡି ରଖି ସରକାରୀ ଡାକ୍ତରଖାନାକୁ ଗଲେ। ସେଠାରେ ପହଞ୍ଚି ମଉସାଙ୍କୁ ଫୋନ କଲେ। ମଉସା, ବିଶ୍ୱଜିତ୍ର ବାଇକ୍ ଜଣକ ଦେହରେ ବାଡ଼େଇ ହୋଇଗଲା। ବ୍ୟସ୍ତ ହେବେନି, ସରକାରୀ ଡାକ୍ତରଖାନାକୁ ଆସିବେ। ଆମେ ସମସ୍ତେ ଏଇଠି ଅଛୁ। ରାମନାଥ ବାବୁ ଘରେ କାହାକୁ କିଛି କହିଲେନି। କେବଳ ମୁଁ ଟିକେ ହେଇଠି ଆସୁଛି କହି ପଡ଼ୋଶୀ ଶିବ ଭାଇଙ୍କ ବାଇକ୍ରେ ବସି ଡାକ୍ତରଖାନାରେ ପହଞ୍ଚିଲେ। ନିଜେ ପ୍ରକୃତ କଥା ଦେଖିଦେଇ କୋହ ସମ୍ଭାଳି ପାରିଲେ ନାହିଁ। ଶିବବାବୁ ତାଟଙ୍ଗା ମାରିଗଲେ। ବିଶ୍ୱଜିତ୍ର ସାଙ୍ଗମାନେ ସେମାନଙ୍କୁ ନେଇ ବେଞ୍ଚରେ ବସେଇଲେ। ଧୈର୍ଯ୍ୟ ଧରନ୍ତୁ ମଉସା। ହେଲେ ରାମନାଥ ବାବୁଙ୍କ ଚାରିପଟେ ଅନ୍ଧାର ଘୋଟି ଯାଇଥାଏ। ଆଖିରୁ ବହି ଚାଲିଥାଏ ଲୁହର ଧାର। ପୋଷ୍ଟମର୍ଟମ ପରେ ସମସ୍ତେ ତାଙ୍କ ଘରକୁ ଆସିଲେ। ମୋ ଧନରେ ତୁ କୁଆଡ଼େ ଚାଲିଗଲୁ କହି ଜ୍ୟୋତ୍ସ୍ନା ଦେବୀ ମୁଣ୍ଡ ପିଟି କାନ୍ଦିବାକୁ ଲାଗିଲେ। ନୂଆ ବୋହୂ ଏଲୋରା ଦୁଆର ବନ୍ଧକୁ ଧରି ସେଇଠି ଟଳି ପଡ଼ିଲା। ରାମନାଥ ବାବୁ ଶୂନ୍ୟକୁ ଅନେଇ ରହିଥାନ୍ତି। ପଡ଼ୋଶୀମାନେ ଏହା ଦେଖି ହତଚକିତ ହୋଇଯାଇଥାନ୍ତି। ସାଙ୍ଗମାନେ ପଡ଼ୋଶୀମାନଙ୍କ ସହିତ କଥାବାର୍ତ୍ତା କରି ସ୍ୱର୍ଗଦ୍ୱାର ନେଇଯିବା ପାଇଁ ସ୍ଥିର କଲେ। ବିଶ୍ୱଜିତ୍ର ଶ୍ୱଶୁରଙ୍କୁ ଡକାଗଲା। ଗାଁରୁ ତାର ଦାଦାଙ୍କୁ ବି ଡକାଗଲା। ସେମାନେ ସ୍ୱର୍ଗଦ୍ୱାର ପାଇଁ ନିର୍ଦ୍ଦିଷ୍ଟ ଗାଡ଼ିକୁ ଡକାଇଲେ। ଏଠୁ ଯେତେ ଶୀଘ୍ର ବାହାରିଯିବା ଭଲ। ତାଙ୍କ ଏନଜିଓ ପାଖରେ କିଛି ସମୟ ଅଟକିବାକୁ ପଡ଼ିବ। ସେମାନେ ଫୁଲ ଦେଇ ଶେଷ ସମ୍ମାନ ଜଣାଇବେ। ସେହି ସମୟରେ ଅନ୍ୟମାନେ ଆସି ତାଙ୍କ ସହ ଯୋଗଦେବେ। ବିଶ୍ୱଜିତ୍ର ମର ଶରୀରକୁ ପ୍ଲାଷ୍ଟିକ ଖୋଳ ଭିତରୁ କାଢ଼ି ଦିଆଗଲା। ତାକୁ ଦେଖି ସମସ୍ତେ କାନ୍ଦି ଉଠିଲେ।
ତାକୁ ତାର କୋଠରୀ ମଧ୍ୟକୁ ନିଆଯାଇ ତଳେ ଶୁଆଇ ଦିଆଗଲା। ଯାହା ଯାହା ବିଧିବିଧାନ ସେସବୁ କାର୍ଯ୍ୟ କରାଗଲା। ଏଲୋରାକୁ ଅଣାଗଲା ଶେଷ ଦର୍ଶନ ପାଇଁ। ସେ ଏପର୍ଯ୍ୟନ୍ତ ଭଲ ଭାବରେ ଦେଖିନଥିଲା। ମର ଶରୀରକୁ ଦେଖିବା ପୂର୍ବରୁ ଏଲୋରା ସେଇଠି ଟଳି ପଡ଼ିଲା। ତାକୁ ଅନ୍ୟମାନେ ସେଠାରୁ ନେଇଗଲେ। ସ୍ୱର୍ଗ ଦ୍ୱାରରୁ ଫେରିଲା ବେଳେ ବନ୍ଧୁମାନେ ବାଟରେ ଅଟକିଲେ। ମଉସା, ଏଇଠି ଟିକେ ଟିକେ ଖାଇନେବା। ଘର ଲୋକମାନଙ୍କ ପାଇଁ ଏଇଠୁ ବି ପାର୍ସଲ ନେଇଯିବା। ଖାଇବାର ଇଚ୍ଛା ନଥିଲେ ବି ରାମନାଥ ବାବୁ ସେଇଠି ଅଟକିଲେ। ସମସ୍ତେ କିଛି କିଛି ଖାଇନେଲେ। ଘର ପାଇଁ ପାର୍ସଲ ନେଇ ଆସିଲେ। ବନ୍ଧୁମାନେ ବିଶ୍ୱଜିତ୍ର ଘର ପାଖରୁ ନିଜ ନିଜ ବାଇକ୍ ଧରି ଓଜନିଆ ହୃଦୟରେ ଘରକୁ ଫେରିଲେ। ବନ୍ଧୁବାନ୍ଧବମାନେ କିଛି କିଛି ଖାଇଲେ। ଜ୍ୟୋତ୍ସ୍ନା ଦେବୀ ଓ ଏଲୋରା କେବଳ କାନ୍ଦି ଚାଲିଥିଲେ। ଜ୍ୟୋତ୍ସ୍ନା ଦେବୀ ଶବ୍ଦ କରି ଓ ଏଲୋରା ନିଃଶବ୍ଦରେ। ହେଲେ ସାରା ରାତି ଘରଟି ଶୋଇପାରିଲା ନାହିଁ। ପରଦିନ ସକାଳ 10ଟା ବେଳକୁ 2 ଜଣ ସାଙ୍ଗ ଆସିଲେ। ମାଉସୀ ଓ ଏଲୋରା ଏପର୍ଯ୍ୟନ୍ତ କିଛି ଖାଇନାହାନ୍ତି ଜାଣି ଭାରି ମନ ଦୁଃଖ କଲେ। ସେମାନେ ଏଲୋରାକୁ ଏକାନ୍ତରେ ଭେଟିବାକୁ ଚାହିଁଲେ। ଏଲୋରାଙ୍କ ବାପା ତାଙ୍କ ସହିତ ରହିଲେ ଚଳିବ। ଡ୍ରଇଂ ରୁମ୍ରେ ବ୍ୟବସ୍ଥା କରାଗଲା। କେହି ବି ଏଲୋରାର ମୁହଁକୁ ଚାହିଁପାରିଲେ ନାହିଁ। ଅତି କଷ୍ଟରେ ଜଣେ କହିଲା, ଭଉଣୀ, ତମେ ପାଠ ପଢ଼ିଛ, ସବୁ ଜାଣିଛ। ଏଇ ପରିସ୍ଥିତିରେ ଆମେ କ'ଣ ବା ତୁମକୁ କହିପାରିବୁ? ତମେ ଯଦି ନ ଖାଇ ନ ପିଇ ସବୁବେଳେ କାନ୍ଦିବ, ତେବେ ମଉସା ମାଉସୀଙ୍କର କ'ଣ ହେବ? ତୁମେ ଦୃଢ଼ ହୁଅ। ସେମାନେ ଆଉ କିଛି କହିପାରିଲେ ନାହିଁ। ବାହାରକୁ ଆସି ରୁମାଲରେ ଆଖି ପୋଛି ନେଲେ। ବାପା ଆଶ୍ଚର୍ଯ୍ୟ ହୋଇ ବାପା ଏଲୋରାର ମୁହଁକୁ ଅନେଇଲେ। ତମେ ଘରକୁ ଯାଅ, ବୋଉ ଆଉ ପିଲାମାନେ। ବିଶ୍ୱଜିତ୍ର ଶୁଦ୍ଧିକ୍ରିୟା ସମସ୍ତଙ୍କ ସହଯୋଗରେ ସମାପନ ହୋଇଗଲା। 12 ଦିନ ଏଲୋରାର ବାପା ତାକୁ କହିଲେ, ତୋ ଶ୍ୱଶୁରଙ୍କୁ କହିବି 2-3 ଦିନ ପରେ ମୁଁ ଆସି ତତେ ନେଇଯିବି। ତୁ ଏଣିକି ଆମ ପାଖରେ ରହିବୁ। ନାଇଁ ବାପା, ସେ ସିନା ଚାଲିଗଲେ, ହେଲେ ଏବେ ଏଇଟା ତ ମୋ ଘର। ମୋ ଶାଶୁ ଶ୍ୱଶୁରଙ୍କୁ ଛାଡ଼ି ମୁଁ କୁଆଡ଼େ ଯିବିନି। ଏହା ହିଁ ମୋ ଭାଗ୍ୟ। ବାପା ବାଧ୍ୟ କଲେ ନାହିଁ। ଚୁପଚାପ ଘରକୁ ଚାଲି ଆସିଲେ। ବନ୍ଧୁବାନ୍ଧବ ଜ୍ଞାତି କୁଟୁମ୍ବ ସମସ୍ତେ ଫେରିଗଲେ ଯେଝା ଯେଝା ଘରକୁ। ବିଶ୍ୱଜିତ୍ର ବନ୍ଧୁମାନଙ୍କ କଥା ଏଲୋରାର ମନେ ପଡ଼ିଲା। ସେ ଆଉ ନିଜକୁ ବୋହୂ ବୋଲି ମନେ କଲା ନାହିଁ। ଧୀରେ ଧୀରେ ରାମନାଥ ବାବୁ ଓ ଜ୍ୟୋତ୍ସ୍ନା ଦେବୀଙ୍କର ଝିଅ ହୋଇଗଲା। ସେ 2 ଜଣ ତାକୁ ଆଦରରେ କୋଳେଇ ନେଲେ। ଅଧିକ ମାଛ ପିସ୍ଟିଏ ରାମନାଥ ବାବୁଙ୍କ ପ୍ଲେଟରେ ଜବରଦସ୍ତ ଦେଲାବେଳେ ଏଲୋରା କହେ, ବାପା, ଏଇଟା ମୋ ପାଇଁ। ବୋଉ, ତମେ ଔଷଧ ଖାଇବାକୁ ଭୁଲି ଯାଉଛ। ଏଣିକି ତମକୁ ଔଷଧ ଦେବା ଦାୟିତ୍ୱ ମୋର। ରାମନାଥ ବାବୁ ଜାଣନ୍ତି ଏଲୋରାକୁ ଦୋସା ଖାଇବାକୁ ଭଲ ଲାଗେ। ପ୍ରତିଦିନ ଅଫିସରୁ ଫେରିଲା ବାଟରେ ତା ପାଇଁ ସାଉଥ ଇଣ୍ଡିଆନରୁ ଦୋସା ନେଇ ଆସନ୍ତି। ଏଲୋରା ଖାଲି ତା ପାଇଁ ଦେଖି ଅଭିମାନରେ କହେ, ମୁଁ ଖାଇବିନି। ତମ 2 ଜଣଙ୍କ ପାଇଁ କାହିଁ ଆସିନି? ଆମେ ବହୁତ ଖାଇଛୁ ରେ ମା, ବହୁତ ଖାଇଛୁ। ମୋର ତ ଗାଧୁଆ ବେଳ ଖାଇବା ହଜମ ହେଇନି। ରାତିରେ 2 ପଟ ରୁଟି ଖାଇବି। ଏଇ ନେ ଖାଲି କପେ ଚା। ବାପାର ତ ବିସ୍କୁଟ 2ଟା, ଚା ଟିକେ। ତୁ ଖାଇଲେ କ'ଣ ଆମ ପେଟକୁ ଆସିଯିବନି? ସମୟ ଚାଲେନା, ବହିଯାଏ। ଦିନ, ମାସ, ବର୍ଷ ଧରି। ବିଶ୍ୱଜିତ୍ର ବର୍ଷିକିଆ ନିରାଡମ୍ବର ଭାବରେ ପାଳନ କରାଗଲା। ଦିନେ ସନ୍ଧ୍ୟାରେ ରାମନାଥ ବାବୁ ଓ ଜ୍ୟୋତ୍ସ୍ନା ଦେବୀ ଚା ଖାଉଥିବା ସମୟରେ ଜ୍ୟୋତ୍ସ୍ନା ଦେବୀ ଧୀର ସ୍ୱରରେ ପଚାରିଲେ, ମୋ ଝିଅଟା କେତେଦିନ ଆଉ ଏକଲା ରହିବ? ରାମନାଥ ବାବୁ ସିଧା ହୋଇ ବସିଲେ। ତାକୁ କିଏ ମନେଇବ? ଆମେ? ସେ କ'ଣ ଆମ କଥା କେବେ ହେଲେ ଫାଙ୍କିଦବ? ରାମନାଥ ବାବୁ ଏଲୋରାର ବାପାଙ୍କୁ ଡକାଇଲେ। ତାକୁ ସବୁ କଥା କହିଲେ। ସେ ହଠାତ୍ କିଛି ଉତ୍ତର ଦେଇପାରିଲେ ନାହିଁ। ଆଖି ବୁଜି କିଛି ସମୟ ଚିନ୍ତା କଲେ। ତାପରେ କହିଲେ, ସିଏ ଯଦି ରାଜି, ମୋର କିଛି କହିବାର ନାହିଁ। ମୋର ବିଶ୍ୱାସ ସେ ଆମ କଥାକୁ ତଳେ ପକାଇ ଦେବନି। ବାପା ବୋଉଙ୍କ କଥା ଶୁଣି ଏଲୋରା କାନ୍ଦି ପକାଇଲା। ଜ୍ୟୋତ୍ସ୍ନା ଦେବୀ ତାଙ୍କ ପଣତ କାନିରେ ଝିଅର ଲୁହ ପୋଛିଦେଲେ। ନାଇଁ ମୋ ସୁନା ଝିଅ, କାନ୍ଦେନା। ନା ବୋଉ, ମୁଁ ତମ ପାଖରୁ କୁଆଡ଼େ ଯିବିନି। ହଉ, ତୁ ଆଗେ କାନ୍ଦ ବନ୍ଦ କର। ଏଲି ଏବେ ଅଝଟ ହବନି। ତୁ ଗଲୁ ଚା 2 କପ୍ କରି ଆଣିବୁ। ଏଲୋରା ଉଠିଗଲା। କ'ଣ କରିବା? ନାଇଁ, ସେ ରାଜି ହୋଇଯିବ। ତା ବାପାଙ୍କୁ ଡକେଇ ତାକୁ କିଛି ଦିନ ପାଇଁ ତାଙ୍କ ଘରକୁ ପଠାଇଦେବା। ତା ଦାଦା ଝିଅ ଭଉଣୀ ନମିତାକୁ ତମେ ଫୋନରେ କହିଦିଅ। ସେ ତାକୁ ଧୀରେ ସୁସ୍ଥେ ମଙ୍ଗେଇ ଦବ। 3 ଜଣ ଘର ଭିତରକୁ ପଶି ଆସିଲେ। ଶୁଭଙ୍କର, ତାଙ୍କ ବାପା ଓ ବୋଉ। ରାମନାଥ ବାବୁ ଆଦରର ସହ ପାଛୋଟି ନେଲେ। ଶୁଭଙ୍କର ଜଣେ ସୁପର ସ୍ପେଶାଲାଇଜେସନ କରିଥିବା ଡାକ୍ତର। ତାଙ୍କ ବାପାଙ୍କର ଗାଁରେ ଯଥେଷ୍ଟ ଜମିବାଡ଼ି ଓ ଘରଦ୍ୱାର ଅଛି। ସେ ସରକାରୀ କି ବେସରକାରୀ ଚାକିରି କରିବାକୁ ଚାହିଁଲେନି। ନିଜ ଗାଁରେ ନିଜ ଜାଗାରେ ଡାକ୍ତରଖାନାଟିଏ ଖୋଲିଛନ୍ତି।
ଖୁବ୍ କମ୍ ପଇସାରେ କିମ୍ବା ଆବଶ୍ୟକ ସ୍ଥଳେ ମାଗଣାରେ ଆଖପାଖ ଗାଁ ଲୋକଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ ଡାକ୍ତରଖାନାରେ 20ଟି ବେଡ୍ ଅଛି ଓ ଗୋଟିଏ ଆମ୍ବୁଲାନ୍ସ ଅଛି। ସିରିୟସ୍ ରୋଗୀ, ବିଶେଷ ଭାବରେ କଷ୍ଟକର ପ୍ରସୂତି ରୋଗୀଙ୍କୁ ଆମ୍ବୁଲାନ୍ସରେ ବଡ଼ ଡାକ୍ତରଖାନାକୁ ପଠାଯାଏ। ଏବେ ଡାକ୍ତରଖାନାର ନାଁ ହୋଇଗଲାଣି। ରୋଗୀଙ୍କ ଭିଡ଼ ଲାଗି ରହୁଛି। ତାଙ୍କର ବିବାହ କରିବାକୁ ଇଚ୍ଛା ନଥିଲା। ଏମିତି ରୋଗୀ ସେବା କରି ଜୀବନଟା ବିତେଇ ଦେଇଥାନ୍ତେ। ହେଲେ ବାପା ବୋଉ ରଖି ଥୋଇ ଦେଲେ ନାହିଁ। ବାଧ୍ୟ ହୋଇ ସେ ରାଜି ହେଲେ। କହିଲେ, ତମମାନଙ୍କ ସାଙ୍ଗରେ ମୁଁ ବି ଦେଖିବାକୁ ଯିବି। ସରବତ, ଜଳଖିଆ ଓ ଭଲମନ୍ଦ କଥାବାର୍ତ୍ତା ପରେ ଜ୍ୟୋତ୍ସ୍ନା ଦେବୀ ଏଲୋରାକୁ ନେଇ ଆସିଲେ। ଏଲୋରା ବିଶେଷ ପ୍ରସାଦନ ପାଇଁ ରାଜି ହେଲା ନାହିଁ। ସାଧାରଣ ପୋଷାକରେ ଆସିଥାଏ। ଚା ଟ୍ରେ ସୋଫା ଟେବୁଲ ଉପରେ ରଖି ସମସ୍ତଙ୍କୁ ନମସ୍କାର କଲା। ତାପରେ ପ୍ରତ୍ୟେକଙ୍କୁ ଚା ପରିବେଷଣ କରି ବୋଉ ପାଖରେ ବସି ପଡ଼ିଲା। ରାମନାଥ ବାବୁ କହିଲେ, କ'ଣ ପଚାରିବେ ପଚାରନ୍ତୁ। ଶୁଭଙ୍କର କହିଲେ, ଅଙ୍କଲ ମୁଁ ପଚାରିବି। ହଉ ପଚାର। ମୁଁ ତମ ବିଷୟରେ ସବୁ ଶୁଣିଛି। ତମେ ବି ମୋ ବିଷୟରେ କିଛି କିଛି ଶୁଣିଥିବ। ମୋର କେବଳ ଗୋଟିଏ କଥା ଜାଣିବାର ଅଛି। ତମେ ଆମ ଘରକୁ ଗଲା ପରେ ନୂଆ ବୋହୂ ହୋଇ ଶାଶୁ ଶ୍ୱଶୁରଙ୍କ ସେବା କରିବ ନାହିଁ। ସେଥିପାଇଁ ଲୋକ ଅଛନ୍ତି। କିନ୍ତୁ ତୁମେ ମୋ ସହିତ ଆମ ଡାକ୍ତରଖାନାରେ ରୋଗୀଙ୍କ ସେବା କରିବ। ଏଥିରେ ରାଜି ତ? ଏଲୋରା ଶୁଭଙ୍କରଙ୍କ ମୁହଁକୁ ଅନାଇଲା ଓ ଆଖି ତଳକୁ କରିନେଲା। ଜ୍ୟୋତ୍ସ୍ନା ଦେବୀ କହିଲେ, ମୋ ଝୁଅକୁ ତମେ ଯାହା କହିବ ସେ ସେଇଆ କରିବ। ହଁ, ଆଉ ଗୋଟିଏ କଥା, ଜାତକ ଦେଖା ହେବ ନାହିଁ। ଯୌତୁକର ପ୍ରଶ୍ନ ଉଠୁନାହିଁ। ଅତି ନିରାଡମ୍ବର ଭାବରେ କୌଣସି ମନ୍ଦିରରେ ବାହାଘର ହେବ। ଆମେ ସେଥିରେ ରାଜି। ମନ୍ଦିର ବିବାହ ନିରାଡମ୍ବର କିନ୍ତୁ ହାର୍ଦ୍ଦିକତାର ସହିତ ଅନୁଷ୍ଠିତ ହୋଇଗଲା। ଏଥିରେ ଶୁଭଙ୍କରଙ୍କ ପକ୍ଷରୁ ଖୁବ୍ କମ୍ ଲୋକ, ସେହିପରି ରାମନାଥ ବାବୁଙ୍କ ହାତଗଣତି ବନ୍ଧୁବାନ୍ଧବ ଓ ପଡ଼ୋଶୀ ତଥା ବିଶ୍ୱଜିତ୍ର ବନ୍ଧୁମାନେ ଯୋଗ ଦେଇଥିଲେ। ବିବାହ ଓ ପ୍ରସାଦ ସେବନ ପରେ ଅଧିକାଂଶ ଘରକୁ ଫେରିଗଲେ। ଅଳ୍ପ କେତେଜଣ ରାମନାଥ ବାବୁଙ୍କ ଘରକୁ ଆସିଲେ। ଅଳ୍ପ ସମୟ ରହଣି ପରେ ଝିଅ ବିଦାୟ। ଏଲୋରା ଯାଇ ବିଶ୍ୱଜିତ୍ର ଫଟୋ ଆଗରେ ଠିଆ ହେଲା। ଟଳମଳ ଆଖିରେ କହିଲା, ମତେ କ୍ଷମା କରିଦେବ, ଯାଉଛି। ତାପରେ ରାମନାଥ ବାବୁ ବାପା ତା ପରର ଶବ୍ଦମାନେ ଲୁହ ହୋଇଗଲେ। ଅତି କଷ୍ଟରେ କହିଲା, ମୋ ବୋଉ ତୁମକୁ ଲାଗିଲା। ବୋଉ ତୁ ଯା, ମୋ ଧନ, ଭଲରେ ରହ। ନା ନା, କାନ୍ଦେନା, ହସି ହସି ଯା। ମୁଁ କ'ଣ କାନ୍ଦୁଛି? ଏଲୋରା ନିଜ ହାତରେ ବୋଉର ଲୁହ ପୋଛିଦେଲା। ରାମନାଥ ବାବୁ ଝିଅକୁ ନେବାକୁ ଆସି ଅଟକି ଗଲେ। ତିନିଟି ହୃଦୟ ପରସ୍ପରକୁ ଜାବୁଡ଼ି ଧରିଲେ ନିବିଡ଼ ଭାବରେ। କାହାଣୀଟି ଯଦି ପସନ୍ଦ ଆସୁଥାଏ ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।